ଓଡ଼ିଶାର ବିଦ୍ୟାଳୟଗୁଡ଼ିକରେ 2026 ମସିହାରେ ନୂତନ ଶିକ୍ଷାବର୍ଷର ଆରମ୍ଭରେ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମକୁ ଏକ ଉତ୍ସବ ଭାବେ ପାଳନ କରାଯାଉଛି। ବିକାଶ ଉତ୍ସବ ବର୍ତ୍ତମାନର ସରକାରୀ ଶିକ୍ଷା ଅଭିଯାନ ଅଧୀନରେ ଏହି ନାମାଙ୍କନ କାର୍ଯ୍ୟକ୍ରମଗୁଡ଼ିକ ହିଁ ମୁଖ୍ୟ ଆକର୍ଷଣ ରହିବ। ଏହି ପାଳନର ବିବରଣୀ ନିମ୍ନରେ ଦିଆଗଲା। ପାଳନର ତାରିଖ 2026 ମସିହା। ପାଳନର ତାରିଖ 2026 ମସିହା ଅପ୍ରେଲ 4 ତାରିଖରେ ଓଡ଼ିଶାର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଏହି ପ୍ରବେଶ ଉତ୍ସବ ପାଳନ କରାଯାଇଛି। କାହିଁକି ପାଳନ କରାଯାଏ? 100% ନାମଲେଖା। ଗ୍ରାମର ସମସ୍ତ ଯୋଗ୍ୟ ଶିଶୁ ଯେପରି ବିଦ୍ୟାଳୟକୁ ଆସିବେ ଏବଂ ଶିଶୁ ବାଟିକା କିମ୍ବା ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ, ସେଥିପାଇଁ ଅଭିଭାବକମାନଙ୍କୁ ଉତ୍ସାହିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଖଡ଼ିଛୁଆଁ ପରମ୍ପରା ଶିଶୁମାନଙ୍କୁ ବିଦ୍ୟାଳୟ ପରିବେଶ ସହ ପରିଚିତ କରାଇବା ଏବଂ ପାରମ୍ପରିକ ରୀତିରେ ସେମାନଙ୍କର ଶିକ୍ଷା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଜନପ୍ରତିନିଧିମାନେ ପିଲାମାନଙ୍କୁ ଖଡ଼ିଛୁଆଁଇ ଶିକ୍ଷାଦାନର ଶୁଭାରମ୍ଭ କରନ୍ତି। କିପରି ପାଳନ କରାଯାଏ? ନିମନ୍ତ୍ରଣ ପତ୍ର ବଣ୍ଟନ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱାକ୍ଷରିତ ନିମନ୍ତ୍ରଣ ପତ୍ର ଅଭିଭାବକମାନଙ୍କୁ ପ୍ରଦାନ କରାଯାଇଛି। ବିକଶିତ ଶିକ୍ଷା ସାମଗ୍ରୀ ପ୍ରଦର୍ଶନୀ। ନିପୁଣ ଓଡ଼ିଶା ଏବଂ ପଢ଼ିବା ଗଢ଼ିବା ଓଡ଼ିଶା ଅଭିଯାନ ଅଧୀନରେ ବିଦ୍ୟାଳୟମାନଙ୍କରେ ଶିକ୍ଷଣୀୟ ସାମଗ୍ରୀର ପ୍ରଦର୍ଶନୀ କରାଯାଏ। ଉତ୍ସବର ମାହୋଲ। ବିଦ୍ୟାଳୟଗୁଡ଼ିକୁ ସଜାଯିବା ସହ ନୂଆ ପିଲାମାନଙ୍କୁ ସ୍ୱାଗତ କରାଯାଇ ସେମାନଙ୍କୁ ଶିକ୍ଷା ସହାୟତା ସାମଗ୍ରୀ କିଟ୍ ପ୍ରଦାନ କରାଯାଉଛି। ଏହି ଦିନ ପିଲାମାନଙ୍କୁ ଫୁଲଚନ୍ଦନ ଟିପା ଲଗାଇ ସ୍ୱାଗତ କରାଯାଉଛି। ସ୍କୁଲ ତରଫରୁ ବ୍ରାହ୍ମଣ ଡକାଯାଇ ପିଲାମାନଙ୍କୁ ଖଡ଼ିଛୁଆଁ କାର୍ଯ୍ୟକ୍ରମ କରାଯାଉଛି। ଏହି କାର୍ଯ୍ୟକ୍ରମରେ ପିଲାମାନେ ସିଲଟ ଓ ଖଡ଼ିରେ ଓଡ଼ିଆରେ 3 ଥର ଠ ବୁଲାଇ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଉଚ୍ଚାରଣ କରିଥାନ୍ତି। ଶେଷରେ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥାଏ। ଏଥିରେ ଜନପ୍ରତିନିଧି ଓ ମୋ ସ୍କୁଲ ବା ଆଜିକାର ପଞ୍ଚସଖା ଶିକ୍ଷା ସେତୁର କର୍ମକର୍ତ୍ତାମାନେ ଯୋଗଦେଇ ଏହାକୁ ସାଫଲ୍ୟମଣ୍ଡିତ କରିଥାନ୍ତି। ଏହି କାର୍ଯ୍ୟକ୍ରମରେ ପିଲାମାନେ ସିଲଟ ଓ ଖଡ଼ିରେ ଓଡ଼ିଆରେ 3 ଥର ଠ ବୁଲାଇ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଉଚ୍ଚାରଣ କରିଥାନ୍ତି। ଶେଷରେ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥାଏ। ଏଥିରେ ଜନପ୍ରତିନିଧି ଓ ମୋ ସ୍କୁଲ ବା ଆଜିକାର ପଞ୍ଚସଖା ଶିକ୍ଷା ସେତୁର କର୍ମକର୍ତ୍ତାମାନେ ଯୋଗଦେଇ ଏହାକୁ ସାଫଲ୍ୟ ମଣ୍ଡିତ କରିଥାନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷକ, ଛାତ୍ରଛାତ୍ରୀ, ଅଭିଭାବକମାନଙ୍କ ମଧ୍ୟରେ ଏକ ସମନ୍ୱୟ ସୃଷ୍ଟି ହୋଇଥାଏ। ସ୍କୁଲ ସ୍ତରୀୟ କାର୍ଯ୍ୟକ୍ରମ 6 ତାରିଖରୁ 8 ତାରିଖ ମଧ୍ୟରେ କରାଯିବାକୁ ସ୍ଥିର ହୋଇଛି। ଶିକ୍ଷା ସଚେତନତା ରଥ କାର୍ଯ୍ୟକ୍ରମ 4 ତାରିଖ ଶୁଭାରମ୍ଭ ହୋଇ 10 ତାରିଖ ପର୍ଯ୍ୟନ୍ତ ବୁଲିବ। ଏଥିପାଇଁ ସ୍କୁଲକୁ ସୁସଜ୍ଜିତ କରାଯିବା ସହିତ ପିଲାଙ୍କୁ ତିଳକ ଲଗାଇ ଫୁଲ ପକାଇ ସ୍କୁଲକୁ ସ୍ୱାଗତ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ ରାଜ୍ୟ ସରକାର ସାଧାରଣ ଜନତାଙ୍କୁ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇବା ପାଇଁ ଜୁନ ମାସରେ ବିକାଶ ବାହନ ନାମକ ଏକ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି।